ଦେବଗଡ଼ ପୌରାଞ୍ଚଳର ବେଞ୍ଜାତିନାଳି ସାହିର କୁଳମଣି ସୁନିଲଙ୍କ ପୁଅ ଅଷ୍ଟମ ଶ୍ରେଣୀର ଛାତ୍ର ମିକୁର ଗତକାଲି ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଥିଲା। ମୃତ ଛାତ୍ରର ବାପା କୁଳମଣି ଚେନ୍ନାଇରେ କାମ କରୁଥିବା ବେଳେ ସୂଚନା ପାଇଁ ଦେବଗଡ଼ ଆସି ପହଞ୍ଚିଥିଲେ। ତାଙ୍କ ପୁଅର ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଥିବା ଦେଖି ତାଙ୍କୁ ହତ୍ୟା କରାଯାଇଥିବା ନେଇ କୁଳମଣି ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ସୂଚନା ଅନୁଯାୟୀ ଗତକାଲି ମିକୁ ଏବଂ ତାଙ୍କ ସାନ ଭଉଣୀ ଓଜସ୍ୱିନୀ ବିଦ୍ୟାଳୟ ଯିବାକୁ ବାହାରିଥିଲେ। ମାତ୍ର ଦୁଇ ଜଣ ଭିନ୍ନ ଭିନ୍ନ ବିଦ୍ୟାଳୟରେ ପଢ଼ୁଥିବାରୁ ତାଙ୍କ ମା ଲିଲି ପ୍ରଥମେ ମିକୁଙ୍କ ଭଉଣୀକୁ ବିଦ୍ୟାଳୟରେ ଛାଡ଼ିବାକୁ ଆସିଥିଲେ। ମାତ୍ର ତାଙ୍କର ମା ଘରକୁ ଆସି ମିକୁ ଚଟାଣରେ ଅଚେତ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଦେବଗଡ଼ ଥାନା ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଥିସହିତ ମୃତ ଛାତ୍ରର ବାପା କୁଳମଣି ଦେବଗଡ଼ରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଦେବଗଡ଼ ଶିବାଶୀ ଝାଙ୍କର।